ଏଇଟା ସବୁଠୁ ବଡ଼ ଭୁଲ ବୋଲି କାହିଁକି ମୁଁ କହିସାରିଛି। ଦେଖନ୍ତୁ, ସିଏ ମିଡ଼ିଆ ସାମ୍ନା ଆସି କହିଲେ ମୁଁ ସେଇ ସମୟର ଯେହେତୁ ଭାଇ ଚାଲି ଯାଇଥିଲେ ମୁଁ ବହୁତ ଟେନସନ୍। ଆରେ ବାବା, ଯେତେ ଟେନସନ୍ ଥିଲେ ତମେ ଜଣଙ୍କ ପାଖରେ ରହୁଥିଲ, ତାଙ୍କରି ଟଙ୍କାରେ ଚଳୁଥିଲ, ସବୁ କିଛି କରୁଥିଲ। ସେତେବେଳେ ତାଙ୍କ ମାଆକୁ ତମେ ଆସନ ଦେଉଥିଲ, ମାଆକୁ ମାଆ ବୋଲି ଡାକୁଥିଲ। ଆଜି ପୁଅ ଚାଲିଗଲା ପରେ ତ ବିଚ୍ ରାସ୍ତାରେ ସେ ମାଆ ଗୋଟେ ତମେ ଅସଭ୍ୟ ୱାର୍ଡ କହିପାରିବ? କେମିତି କହିପାରିବ? ଯେତେ ଟେନସନ୍ ଥିଲେ, ଆଜି ମୁଁ ହଜାରେ ଟେନସନ୍ ଥିଲେ ମୁଁ ମୋ ମାଆକୁ କେବେ ମୁଁ ଅସଭ୍ୟ କଥା ଗୋଟେ କହିପାରିବି? ମୋ ପାଟି ଥରିବ, କାହିଁକିନା ସେମିତି ଜନ୍ମ ଦେଇଛି। ତ ଯେମିତି ମୁଁ ମୋ ମାଆ କଥା କହିଲି, ଦୁନିଆରେ ଯେକୌଣସି ମାଆକୁ ଗୋଟେ ବୟସ୍କ ବ୍ୟକ୍ତିକି ଗୋଟେ ଖରାପ କଥା କହିବା ପୂର୍ବରୁ ଆମେ ହଜାରେ ଥର ଚିନ୍ତା କରିବା। ହେଲେ ସେଇଟା କ'ଣ ସେ ଚିନ୍ତା କରିପାରିଲେନି? ତେଣୁ ଯାହା ବି ହେଉ, ସେ ତାଙ୍କ ଭୁଲ ମଧ୍ୟ ଆସିକି ସେ ସୋସିଆଲ ମିଡ଼ିଆରେ କହୁଛନ୍ତି ହଁ ମୋର ପାଖାପାଖି ସେଟା ଭୁଲ ହେଇଗଲା, ମୁଁ ଯାହା ବି କହିଛି। କିନ୍ତୁ ସେଟା ଭୁଲ ମାଗିଦେଲେ ସେଟା ହେଇଯିବନି, କହିପାରିଲ କେମିତି? ତେଣୁ ଯାହା ବି ଏବେ ଧୀରେ ଧୀରେ ଯେଉଁଟା ତୀବ୍ର ହେଉଛି, ତ ବିଭିନ୍ନ ମିଡ଼ିଆରେ ଆମେ ଦେଖିବାକୁ ପାଉଛୁ ତାଙ୍କ ଟଙ୍କା ପଇସା ଗୁଡ଼ାକ କେଉଁଠି ରହିଛି, କ'ଣ କରିଛି, କେମିତି ହେଲା, ସେ ରୋଜଗାର କରୁଥିଲେ, ସେ ଟଙ୍କା କୁଆଡ଼େ ଯାଉଥିଲା। ତେଣୁ ତଦନ୍ତ ପରିସରକୁ ଆସିଲେ ସବୁ ଜିନିଷ ବାହାରି ପାରିବ। ସେ ତଦନ୍ତ ପରିସରକୁ କିଏ ଆଣିବ? ପ୍ରଥମତଃ ନମସ୍କାର ଜଣାଇବି। ଆପଣ ତ ଫୋନ୍ କଲେ, ବର୍ତ୍ତମାନ ସମୟରେ ବି ଆମକୁ ମିଡ଼ିଆ ଆଗରେ ବାରମ୍ବାର କହିବାକୁ ବି ବହୁତ କଷ୍ଟ ଲାଗିଲାଣି। କାହିଁକି ନା ସେ ଯିବାର ତା ପରଦିନ ଇଏ ସ୍ୱରଟି, ମୁଁ ବାରମ୍ବାର କହୁଛି, ସ୍ୱରଟି ପ୍ରଥମେ ଉଠେଇଥିଲି। ଜାପାନ ନେଇ ଆମେ ଯାଇଥିଲୁ ରାମ ମନ୍ଦିର ପାଖକୁ, ପ୍ରଦୀପ ପ୍ରଜ୍ୱଳନ କଲୁ। ତା ସହିତ ଏ ସ୍ୱରଟି ଉଠେଇଥିଲୁ ଯେ ସେମାନଙ୍କ ମାଆକୁ ନ୍ୟାୟ ମିଳୁ। କାହିଁକିନା ଯେଉଁ ଗୋଟେ ବିଚ୍ ରାସ୍ତା ଉପରେ ଯେଉଁ ଅସଭ୍ୟ କଥା କହି ତାଙ୍କ ମ୍ୟାନେଜର ଚାଲିଗଲା, ସେଥିପାଇଁ ଆମେ ଉଠେଇଥିଲୁ। ଆଉ ଆପଣ ଯେଉଁ କଥା କହିଲେ, ତାଙ୍କ ମାଆ ଯେଉଁ ଦାୟୀ ଦେଉଛନ୍ତି ଯେଉଁମାନଙ୍କୁ, ତ ଦେଖନ୍ତୁ, ଗୋଟେ ପୁଅ ଚାଲିଗଲା ପରେ ଗୋଟେ ମାଆ ଦାୟୀ ଦେବାଟା ଗୋଟେ ସ୍ୱାଭାବିକ ସତ୍ୟ କଥା। କିନ୍ତୁ ମୁଁ ଦେଖୁଛି ଆଜି 9 ଦିନ ହେଲା ସମଗ୍ର ଓଡ଼ିଶାବାସୀ ଯେଉଁ ଗର୍ଜନ ଛାଡ଼ୁଛନ୍ତି, ସେ ଗର୍ଜନ ବୋଧହୁଏ କୌଣସି ମତରେ ସରକାରଙ୍କୁ ଜଣାପଡ଼ୁନି। ତ କେଉଁଠି ନା କେଉଁଠି କହିବି, କାହିଁକିନା ଆମ ସମସ୍ତଙ୍କର ଗୋଟିଏ ଦାବି ରହିଛି ଯେ ଏଇଟା ତଦନ୍ତ ହେଉ। ତଦନ୍ତ ହେଲେ ଜଣାପଡ଼ିବ କିଏ ଦୋଷୀ ବୋଲି। ଦେଖନ୍ତୁ, ଯେମିତି ତାଙ୍କ ମାଆ ଯେତେ ପୁଅ ଚାଲିଯାଇଛି, ଗୋଟେ ମାଆର ତ କର୍ତ୍ତବ୍ୟ ନିହାତି ଯାହା ବି ହେଲେ ସେ ଚିନ୍ତା କରିବ ମୋ ପୁଅ ପାଖରେ ଯେଉଁମାନେ ଥିଲେ ସେମାନଙ୍କୁ ଦାୟୀ କରିବେ। କିନ୍ତୁ ହୁଏତ ସେମାନେ ଯଦି ଚିନ୍ତା କରୁଛନ୍ତି, ସିଏ ମଧ୍ୟ ଆସିକି ମିଡ଼ିଆ ଆଗରେ କହିଛନ୍ତି ଯେ ସିଏ ଦୋଷୀ ନୁହଁ ବୋଲି ସେ ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି। ତ କେଉଁଠି ନା କେଉଁଠି ଆମେ ଯେତେବେଳେ ଜଣକୁ ଦାୟୀ କରୁଛନ୍ତି, ତ ସେଇଟା ସରକାରଙ୍କର କାର୍ଯ୍ୟ, ତାକୁ ତୁରନ୍ତ ଭାବରେ ତାକୁ ତଦନ୍ତ ଗୋଟେ କରିବା ଦରକାର। ଆଉ ଏମିତି ବି ଯଦି ଆମେ କହିବା, ବିଭିନ୍ନ କେସ୍ ମଧ୍ୟ ଫାଇଲ୍ ହେଲାଣି, ତାଙ୍କ ମ୍ୟାନେଜରଙ୍କ ନାଁରେ ଫାଇଲ୍ ହେଉଛି। କିନ୍ତୁ କେଉଁଠି ଜଣାପଡ଼ୁନାହିଁ ଯେ ସରକାର କେଉଁଠି ତତ୍ପର ଅଛନ୍ତି। କାରଣ ଦେଖନ୍ତୁ, ମୁଁ କହିବି, ପୂର୍ବ ସରକାର ଥିଲେ, ଏବେ ତା ପର ସରକାର, ଦୁଇ ସରକାରରେ ସେ ଗୀତ ଗାଇଛନ୍ତି। ଯଦି ଯେଉଁ ଗୀତ ଆଜି ସେମାନଙ୍କୁ ପବ୍ଲିସିଟି ଦେଇଛି ଆଉ ସେମାନଙ୍କୁ ଲୋକପ୍ରିୟତା ହାସଲ କରିଛନ୍ତି, ଯେତେବେଳେ ହ୍ୟୁମାନ ସାଗର ଯେଉଁ ସମୟର ଇଲେକ୍ସନ୍ ସମୟରେ ବି ଷ୍ଟେଜ୍ ଉପରେ ଯାଇକି ମଧ୍ୟ ଗୀତ ଗାଇଛନ୍ତି। ଯଦି ମୋର କହିବା କଥା, ସେଇ ସମୟରେ ଯଦି ସରକାର ଯଦି ଏସବୁ ଜିନିଷରେ ହ୍ୟୁମାନ ସାଗରକୁ ନେଇ ବ୍ୟବହାର କରିପାରୁଥିଲେ, ଏବେ ସେମିତି ଓଡ଼ିଶାରେ ଜଣେ ସୁନାମଧନ୍ୟ ଆଗ ଧାଡ଼ିର ସିଙ୍ଗର ଯଦି ଜଣେ ଚାଲି ଯାଇଛନ୍ତି, ସେଟା ତଦନ୍ତ କରିବା ବି ତାଙ୍କର କାର୍ଯ୍ୟ। କିନ୍ତୁ କାହିଁ କେଉଁଠି କିଛି ଜଣାପଡ଼ୁନି, ଯେଉଁଥିପାଇଁ ଆମକୁ ନିଜକୁ ଗର୍ଜନ କରି କରି ଆମେ ଯେମିତି କୁହନ୍ତି ନା ଫମ୍ପା ମାଠିଆକୁ ବାଡ଼େଇ ହେବା, ସେମିତିକା ଖାଲି ଆମେ ବାଡ଼େଇ ଚାଲିଛୁ। କିନ୍ତୁ ଶବ୍ଦଟା ଅଧିକ ଶୁଭୁଛି, ଯେମିତି କୁହନ୍ତି ଫମ୍ପା ମାଟିର ଶବ୍ଦ ଅଧିକ, ଶବ୍ଦଟା ଅଧିକ ଶୁଭୁଛି। କିନ୍ତୁ ନାଇଁ, ଶୁଣନ୍ତୁ, ସେଇ ତା ପ୍ରତି ମୁଁ ବାରମ୍ବାର ବି କହିସାରିଛି, ଏବେ ବି ମଧ୍ୟ କହୁଛି, ଏଇଟା ସବୁଠୁ ବଡ଼ ଭୁଲ ବୋଲି କାହିଁକି ମୁଁ କହିସାରିଛି। ଦେଖନ୍ତୁ, ସିଏ ମିଡ଼ିଆ ସାମ୍ନା ଆସି କହିଲେ ମୁଁ ସେଇ ସମୟର ଯେହେତୁ ଭାଇ ଚାଲି ଯାଇଥିଲେ ମୁଁ ବହୁତ ଟେନସନ୍। ଆରେ ବାବା, ଯେତେ ଟେନସନ୍ ଥିଲେ, ତମେ ଜଣଙ୍କ ପାଖରେ ରହୁଥିଲ, ତାଙ୍କରି ଟଙ୍କାରେ ଚଳୁଥିଲ, ସବୁ କିଛି କରୁଥିଲ। ସେତେବେଳେ ତାଙ୍କ ମାଆକୁ ତମେ ଆସନ ଦେଉଥିଲ, ମାଆକୁ ମାଆ ବୋଲି ଡାକୁଥିଲ। ଆଜି ପୁଅ ଚାଲିଗଲା ପରେ ତ ବିଚ୍ ରାସ୍ତାରେ ସେ ମାଆକୁ ଗୋଟେ ତମେ ଅସଭ୍ୟ ୱାର୍ଡ କହିପାରିବ? କେମିତି କହିପାରିବ? ଯେତେ ଟେନସନ୍ ଥିଲେ, ଆଜି ମୁଁ ହଜାରେ ଟେନସନ୍ ଥିଲେ ମୁଁ ମୋ ମାଆକୁ କେବେ ମୁଁ ଅସଭ୍ୟ କଥା ଗୋଟେ କହିପାରିବି? ମୋ ପାଟି ଥରିବ, କାହିଁକିନା ସେମିତି ଜନ୍ମ ଦେଇଛି। ତ ଯେମିତି ମୁଁ ମୋ ମାଆ କଥା କହିଲି, ଦୁନିଆରେ ଯେକୌଣସି ମାଆକୁ ଗୋଟେ ବୟସ୍କ ବ୍ୟକ୍ତିକି ଗୋଟେ ଖରାପ କଥା କହିବା ପୂର୍ବରୁ ଆମେ ହଜାରେ ଥର ଚିନ୍ତା କରିବା। ହେଲେ ସେଇଟା କ'ଣ ସେ ଚିନ୍ତା କରିପାରିଲେନି? ତେଣୁ ଯାହା ବି ହେଉ, ସେ ତାଙ୍କ ଭୁଲ ମଧ୍ୟ ଆସିକି ସେ ସୋସିଆଲ ମିଡ଼ିଆରେ କହୁଛନ୍ତି ହଁ ମୋର
पाखापाखि से भूल होगा मुझे जहाँ भी कही कि भूल मागिदेले से कहीपर केमी तेणु जहाँ भी एवं धीरे धीरे जोटा तीव्र हो तो विभिन्न मीडिया आम देखा पाऊँ टा पैसा गुड़ाक कौटी रही कौन करमी है से रोजगार करते से टाँचा कुआड़ी जाऊला तेणु तदंत परिसर को आसिले सब जिनस बाहरी पाड़ से तदंत परिसर को किए आणव तदंत परिसर को सरकार आनीपारे जो पाखर प्रशासन जहाँ पाखर पावर थाए तो आम पाखर कौन पावर आम स्वर उत्तोलन करुचु आपण मत कहले मुझे दीपद कहीपरि आ मो कथा को समस्त ओडावासी समर्थन करेंगे कहीं समस्त ओडावासी चाहते हिमंत सागर को न्याय मिले समस्ते चाहते कि आप सोशल मीडिया खेलला कि आप देखिए प्रत्येक सोशल मीडिया हिमंत सागर को न्याय मिलू केबे न्याय मिल आज की 9 दिन बीतीगला कौन 9 मास पर मिल ना 9 वर्ष पर मिल आलिगेशन आनले तीन जन को नारे किंतु तांको मैनेजर जी दिनेश पी आसिकी गणमाध्यम सामने रे तांकर भूल स्वीकार कले कहले किंतु अर्पिता चौधरी को ना नेते से पर्यंत मुह खोलो ना नहीं देखंतु जणे मुह खोलिबा न खोलिबा सेटा तांको पर्सनल हुए तो निज ऊपर रुहे कहीं ना देखंतु आमे जते बेले 5 जन को नेकी चलुचंती से हुए तो बेले बेले ना जणे जते भूल करि न थाए से सब समय अपेक्षा करी रुहे मु तो भूल करी नै मु अपेक्षा करी रहिबी केबे मु भूल प्रमाणित होउची बोली तेणु आमे भी सडनली भी दोष दे देवाटा आमर भूल हम कहीं मुझे बारंबार कह तदंत परिसर को जिते बड़े आसी जाए किए भूल किए ठीक सब किसी जना पड़े हेल्ले केबे तदंत परिसर को आसब कि तो ना केस फाइल है ना तो जो मान ना कि धर मैनेजर ना कि केस फाइल हो तो आम तो से तो तदंत कर ना तो ता माने कौन ये रही जे एमती दिन देखो एमती बहुत गुड़ाए केस रही आज पर्यटन तार समाधान हो पारे तेणु कौटि ना कौटि लगुच से केस भितर भी हिमांत सागर केस रही सबुठ गोटे बड़ कथा रही मुझा को कहि आप मीडिया मध्यम कहि प्रथम कहूँ तो ये 2-3टा प्रोग्राम मुझे देखिली असीमा पंडा गोटे प्रोग्राम करुले अंतरा चक्रवर्ती गोटे प्रोग्राम करुले देखिली जे सेठी से ह्यूमान ना नहीं ह्यूमान अमर आत्मा को शांति मिलू से समस्त स्लोगान देते कि गायक मान को हाथ जोड़ी अनुरोध करी आप गोटे स्टेज रे से ना नियंतुनी एमती आप जो भल पाइबा रही प्रत्येक जो स्टेज को आप जाऊँच सारा जीवन से ह्यूमान सागर को हृदय रखिकी प्रत्येक स्टेज रे ह्यूमान गोटे आप गीत गाँतु ता सहित ह्यूमान को केमी जीवित रखिए गोटे स्लोगान दे चलतु कारण बहुत खुशी लगे धन्यवाद पुणी थर देवी से अंतरा चक्रवर्ती को असीमा पंडा को ता सहित देखुली एबे समय जोटा कहली जो गायक मान हो नायक मान हो जाऊँच स्टेज मान को ह्यूमान सागर को अमर आत्मा को शांति मिलू जनाऊँ किंतु मु कौटि ना कौटि चाहूँगी एबे न रही जाऊ है सबुदिन रो प्रत्येक समय कि जो स्टेज भी जो मैंने गायक मैंने जाऊँ आग धाड़ी गायक मैंने जाऊँच से जो ह्यूमान गीत को से गाँतु ता सहित ह्यूमान को गोटे समवेदना जनातु जे कि जो ताकि आम वर्ष वर्ष बीतीगले ह्यूमान सागर आज भी आम हृदय जीवित अच्छे और जीवित होकर रही पारे जो तीन जन ना मां आलिगेशन आनी तदंत पर जदि तांको कथा सत्य होइथे तांको अभियोग तांको मां करो तो कोबडी दंड मिलबा बोली का आशा करछु देखो दंड जोटा कहले देखो दंड दबार मु तो सेमती किछि न जे मु दंड दबार मु कहबी जे मु एई ना सेटा नै ओडिसावासी देखो सोशल मीडिया रे आमे खाली कहिदेले हेइ जीवनी जे मु कहबी के लिखबे एमती दंड दबा दरकार के कहबे सेमती दंड दरकार दंड जोटा कि हमर संविधान रे रहिछि से संविधान अनुसार दंड जणे पाई परिबो तेणु मु कौटि ना कौटि कहि तदंत परिसर को आसू समस्ते जो तदंत परिसर को आसला जी भी दोषी जो धारा अनुसार जो दंड पाइबा कथा से पाऊ प्रकृत दंड पाऊ कारण एमती जड़े आग धाड़ी जड़े गायक आज आमको जो छाड़ी चली जाइए कौटि ना कौटि कष्ट हो तो आम प्रत्येक जगह को गलापर मु गोटे सालून को आज जाइली बसी गीत शुणिली कष्ट लगे तो कौटि ना कौटि कष्टा आम के दूर हो पारबनी कारण एबे भी मो पाखक गीत आसूची आसला बेलू प्रथम मुहर बाहरी जाऊँगी आम ह्यूमान को लेकिन गीत करवा से जो जिनस तेणु से कहि जो भल पाइबा रही ह्यूमान प्रति जो भल पाइबा रही से भल पाइबा आप सब रखु कंटिन्यू करूँ जे केवल आम कहबानी एवं आ बहुत गुड़ाए जो मैंने मोर प्रयोजक भाई मैंने हो बहुत गुड़ाए मीडिया सामना को बहुत आसिले बहुत प्रकार कथा कहते तेणु आम समाधान बाटटा खोजा आम भितर कौन आम
ବିତର୍କକୁ ଯିବାନି, କାରଣ ଏଇଟା ଗୋଟେ ବିତର୍କର ସମୟ ନୁହଁ। ଜଣେ ମଣିଷ ଚାଲି ଯାଇଛି, ବିତର୍କର ସମୟ ନୁହଁ, ସମାଧାନର ସମୟ। ସେଇ ସମାଧାନର ବାଟ କାଢ଼ିବା। ଆଉ ସମସ୍ତଙ୍କର ଗୋଟିଏ ଯେଉଁଟା କାଲି ବି କହୁଥିଲି, ଆଜି ବି କହୁଛି, ଜଷ୍ଟିସ୍ ଫର୍ ହ୍ୟୁମାନ୍। ହ୍ୟୁମାନ୍କୁ କେମିତି ଆମେ ସେଇ ଜଷ୍ଟିସ୍ ଦେଇପାରିବା, ତା ପାଇଁ ଆମେ ସମସ୍ତେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ।